ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କର ବହୁମୂଲ୍ୟ ନାମରେ ମୋର ଆନ୍ତରିକ ନମସ୍କାର। ପ୍ରିୟ ବନ୍ଧୁଗଣ, ଆଜି ମୁଁ ଆପଣଙ୍କୁ ଯାକୁବଙ୍କ କୂଅ ଦେଖାଇବି। ଦେଖନ୍ତୁ ଲେଖା ଅଛି ଜେକବ୍ସ ୱେଲ୍, ଗ୍ରୀକ୍ ଅର୍ଥୋଡକ୍ସ କନଭେଣ୍ଟ। ଗ୍ରୀକ୍ ଶବ୍ଦଟା ଲିଭି ଯାଇଛି, କିନ୍ତୁ ଦେଖନ୍ତୁ ଗ୍ରୀକ୍ ଅର୍ଥୋଡକ୍ସ କନଭେଣ୍ଟ ଜେକବ୍ସ ୱେଲ୍। ଉର୍ଦ୍ଦୁ ଭାଷାରେ ବି ଲେଖା ଅଛି, ଇଂରାଜୀ ଭାଷା ଏବଂ ଉର୍ଦ୍ଦୁ ଭାଷା ଦୁଇଟି ଭାଷା ଲେଖା ଅଛି। କାରଣ ଏଠାରେ ଅଛି ସତରେ ଏଠି ଯାକୁବଙ୍କର କୂଅ ହିଁ ଅଛି, ଯେଉଁ କୂଅକୁ ଯାକୁବ ନିଜ ପୁତ୍ର ଯୋସେଫଙ୍କୁ ଦାନ କରିଥିଲେ। ସେ କୂଅ ଏଠି ଅଛି। ସେ କୂଅକୁ ମୁଁ ଆପଣଙ୍କୁ ଦେଖାଇବି। ଆପଣ କେବଳ ଦେଖନ୍ତୁ ଯୋହନ ତା'ର 4 ପର୍ବ 1 ପଦରେ ଆପଣ ଯଦି ପଢ଼ିବେ, ଏଠି ଯାକୁବଙ୍କର କୂଅ ବିଷୟରେ ବିସ୍ତାର ଭାବରେ ଆଲୋଚନା କରାଯାଇଛି। ତେବେ ଚାଲନ୍ତୁ ଦେଖିବା ଯାକୁବ ଏଇ ଯେଉଁ କୂଅ, ଯାକୁବଙ୍କ କୂଅ ଏଠି କ'ଣ ଘଟିଥିଲା। ପ୍ରଭୁ ଯୀଶୁଖ୍ରୀଷ୍ଟ ଏବଂ ସମୀରଣୀୟ ସ୍ତ୍ରୀ, ଆଉ ତାଙ୍କ ଭିତରେ ଯେଉଁ କଥାବାର୍ତ୍ତା ହେଇଥିଲା, ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ସମୀରଣୀୟ ସ୍ତ୍ରୀ ସେ ଜାଣିପାରିଥିଲା ଯେ ମୁଁ ଯାହାଙ୍କ ସହିତ କଥାବାର୍ତ୍ତା କରୁଛି ଇଏ କୌଣସି ସାଧାରଣ ପୁରୁଷ ନୁହନ୍ତି, ଇଏ ହେଉଛନ୍ତି ପ୍ରଭୁ ବା ଈଶ୍ୱର। ତେଣୁ ଚାଲନ୍ତୁ ଆମେମାନେ ଯୋହନ ଲିଖିତ ସୁସମାଚାର 4 ପର୍ବ ବାହାର କରନ୍ତୁ ଯଦି ବାଇବଲ୍ ଅଛି, ନଚେତ ମୁଁ ଯେଉଁ ପଢ଼ୁଛି ଆପଣ ଶ୍ରବଣ କରନ୍ତୁ। ଯୋହନ ଲିଖିତ ସୁସମାଚାର 4 ପର୍ବ 1 ପଦରୁ। ଯୀଶୁ ଯେ ଯୋହନଙ୍କ ଅପେକ୍ଷା ଅଧିକ ଶିଷ୍ୟ କରୁଅଛନ୍ତି ଓ ବାପ୍ତିସ୍ମ ଦେଉଅଛନ୍ତି। ଯଦ୍ୟପି ଯୀଶୁ ଆପେ ବାପ୍ତିସ୍ମ ଦେଉନଥିଲେ, ମାତ୍ର ତାଙ୍କ ଶିଷ୍ୟମାନେ ଦେଉଥିଲେ। ଏହା ଫାରୁସୀମାନେ ଶୁଣି ଆସନ୍ତି ବୋଲି ଯେତେବେଳେ ପ୍ରଭୁ ଜାଣିଲେ, ସେତେବେଳେ ସେ ଜିହୁଦା ପ୍ରଦେଶ ପରିତ୍ୟାଗ କରି ପୁନର୍ବାର ଗାଲିଲିକି ପ୍ରସ୍ଥାନ କଲେ। କିନ୍ତୁ ସମୀରଣ ମଧ୍ୟ ଦେଇ ତାହାଙ୍କୁ ଯିବାକୁ ପଡ଼ିଲା। ତେଣୁ ସେ ଯାଇ ଯାକୁବ ଆପଣା ପୁତ୍ର ଯୋସେଫଙ୍କୁ ଯେ ଭୂମି ଖଣ୍ଡିକ ଦାନ କରିଥିଲେ, ତହିଁର ନିକଟବର୍ତ୍ତୀ ସୁଖାର ନାମକ ସମୀରଣର ଗୋଟିଏ ନଗରରେ ପହଞ୍ଚିଲେ। ସେହି ସ୍ଥାନରେ ଯାକୁବଙ୍କ କୂପ ଥିଲା। ଅତଏବ ଯୀଶୁ ପଥ ଶ୍ରାନ୍ତ ହୋଇଥିବାରୁ ସେ କୂପ ନିକଟରେ ବସି ପଡ଼ିଲେ। ସେତେବେଳେ ମଧ୍ୟାହ୍ନ ହୋଇଥିଲା। ଆଉ ଜଣେ ସମୀରଣୀୟ ସ୍ତ୍ରୀ ପାଣି କାଢ଼ିବା ନିମନ୍ତେ ଆସିଲା। ଯୀଶୁ ତାହାକୁ କହିଲେ, ମୋତେ ପିଇବାକୁ ଦିଅ। କାରଣ ତାଙ୍କର ଶିଷ୍ୟମାନେ ଖାଦ୍ୟ କିଣିବା ନିମନ୍ତେ ନଗରକୁ ଯାଇଥିଲେ। ସେଥିରେ ସମୀରଣୀୟ ସ୍ତ୍ରୀ ତାଙ୍କୁ କହିଲା, ଆପଣ ଜଣେ ଜିହୁଦୀ ହୋଇ କିପରି ସମୀରଣୀୟ ସ୍ତ୍ରୀ ଯେ ମୋ ହାତରୁ ପିଇବାକୁ ମାଗୁଅଛନ୍ତି? କାରଣ ସମୀରଣୀୟମାନଙ୍କ ସହିତ ଜିହୁଦୀମାନଙ୍କର ବ୍ୟବହାର ନାହିଁ। ଯୀଶୁ ତାହାକୁ ଉତ୍ତର ଦେଲେ, ଈଶ୍ୱରଙ୍କ ଦାନ ଓ ମୋତେ ପିଇବାକୁ ଦିଅ ବୋଲି ଯେ ତୁମକୁ କହୁଅଛନ୍ତି ସେ କିଏ? ଏହା ଯେବେ ଜାଣିଥାନ୍ତ, ତାହେଲେ ତୁମେ ତାହାଙ୍କୁ ମାଗିଥାନ୍ତ, ଆଉ ସେ ତୁମକୁ ଜୀବନ୍ତ ଜଳ ଦେଇଥାନ୍ତେ। ସେହି ସ୍ତ୍ରୀ ଲୋକ ତାଙ୍କୁ କହିଲା, ମହାଶୟ, ଜଳ କାଢ଼ିବା ନିମନ୍ତେ ଆପଣଙ୍କ ନିକଟରେ କୌଣସି ପାତ୍ର ନାହିଁ। ପୁଣି କୂଅ ତ ଗହୀର। ତେବେ ଆପଣ କେଉଁଠାରୁ ସେହି ଜୀବନ୍ତ ଜଳ ପାଇଅଛନ୍ତି? ଆମ୍ଭମାନଙ୍କର ଯେଉଁ ପିତୃପୁରୁଷ ଯାକୁବ ଆମ୍ଭମାନଙ୍କୁ ଏହି କୂଅ ଦେଇଥିଲେ, ଆଉ ଆପେ ପୁଣି ତାଙ୍କ ପୁତ୍ରମାନେ ଓ ପଶୁପଲ ଏଥିରୁ ପାନ କରିଥିଲେ, ତାଙ୍କଠାରୁ କି ଆପଣ ଶ୍ରେଷ୍ଠ? ଯୀଶୁ ତାହାକୁ ଉତ୍ତର ଦେଲେ, ଯେ କେହି ଏହି ଜଳ ପାନ କରେ ସେ ପୁନର୍ବାର ତୃଷିତ ହେବ। କିନ୍ତୁ ମୁଁ ଯେଉଁ ଜଳ ଦେବି, ତାହା ଯେ କେହି ପାନ କରିବ ସେ କେବେ ହେଁ ତୃଷାର୍ତ୍ତ ହେବ ନାହିଁ, ବରଂ ମୁଁ ତାହାକୁ ଯେଉଁ ଜଳ ଦେବି, ତା ଅନନ୍ତ ଜୀବନଦାୟକ ଜଳର ନିର୍ଝର ସ୍ୱରୂପେ ତାଠାରୁ ଉଛୁଳି ଉଠୁଥିବ। ଏହି ଚର୍ଚ୍ଚ ଭିତରେ ଅଛି ସେଇ କୂଅ, ଅର୍ଥାତ୍ ଯାକୁବଙ୍କର କୂଅ ଉପରେ ହିଁ ଏହି ଚର୍ଚ୍ଚ ନିର୍ମାଣ କରାହେଇଛି। କିଛି ସମୟ ପରେ ମୁଁ ଆପଣଙ୍କୁ ଦେଖାଇବି ସେହି କୂଅକୁ, ତେଣୁ ଆପଣ ଶୁଣୁଥାନ୍ତୁ। ସ୍ତ୍ରୀ ଲୋକଟି ତାଙ୍କୁ କହିଲା, ମହାଶୟ, ମୋତେ ଯେପରି ଶୋଷ ନ ଲାଗେ, ପୁଣି ପାଣି କାଢ଼ିବା ନିମନ୍ତେ ଏତେ ବାଟ ଏଠାକୁ ଆସିବାକୁ ନ ପଡ଼େ, ଏଥି ନିମନ୍ତେ ମୋତେ ସେହି ଜଳ ଦିଅନ୍ତୁ। ଯୀଶୁ ତାକୁ କହିଲେ, ଯାଅ, ତୁମ ସ୍ୱାମୀକି ଡାକି ଏଠାକୁ ଆସ। ସ୍ତ୍ରୀ ଲୋକଟି ତାହାଙ୍କୁ ଉତ୍ତର ଦେଲା, ମୋର ସ୍ୱାମୀ ନାହିଁ। ଯୀଶୁ ତାଙ୍କୁ କହିଲେ, ମୋର ସ୍ୱାମୀ ନାହିଁ, ଏହା ତ ଠିକ୍ କହିଲ। କାରଣ ତୁମର 5 ସ୍ୱାମୀ ଥିଲେ, ଆଉ ବର୍ତ୍ତମାନ ତୁମ ପାଖରେ ଯେ ଅଛି ସେ ତୁମର ସ୍ୱାମୀ ନୁହେଁ, ଏହା ସତ୍ୟ କହିଅଛ।
ସ୍ତ୍ରୀ ଲୋକଟି ତାହାଙ୍କୁ କହିଲା, ମହାଶୟ, ଆପଣ ଯେ ଜଣେ ଭାବବାଦୀ ଏହା ମୁଁ ଜାଣିପାରୁଅଛି। ଆମ୍ଭମାନଙ୍କ ପିତୃପୁରୁଷମାନେ ଏହି ପର୍ବତରେ ଉପାସନା କଲେ, ଆଉ ଆପଣମାନେ କହୁଛନ୍ତି ଯେଉଁ ସ୍ଥାନରେ ଉପାସନା କରିବା ଉଚିତ ତାହା ଜେରୁସାଲେମରେ ଅଛି। ଯୀଶୁ ତାହାକୁ କହିଲେ, ଆଗ ନାରୀ, ମୋ କଥା ବିଶ୍ୱାସ କର। ଯେଉଁ ସମୟରେ ତୁମ୍ଭେମାନେ ଏହି ପର୍ବତରେ କିମ୍ବା ଜେରୁସାଲେମରେ ପିତାଙ୍କର ଉପାସନା କରିବ ନାହିଁ, ଏପରି ସମୟ ଆସୁଅଛି ଯାହା ତୁମ୍ଭେମାନେ ଜାଣ ନାହିଁ, ତାହା ଉପାସନା କରୁଥାଅ। ଯାହାଙ୍କୁ ଆମ୍ଭେମାନେ ଜାଣୁ ତାହାଙ୍କୁ ଉପାସନା କରୁଥାଉ, କାରଣ ପରିତ୍ରାଣ ଯିହୁଦୀମାନଙ୍କ ମଧ୍ୟରୁ ଆସେ। କିନ୍ତୁ ଯେଉଁ ସମୟରେ ସତ୍ୟ ଉପାସକମାନେ ଆତ୍ମାରେ ଓ ସତ୍ୟରେ ପିତାଙ୍କର ଉପାସନା କରିବେ, ସେହିପରି ସମୟ ଆସୁଅଛି, ପୁଣି ବର୍ତ୍ତମାନ ସୁଦ୍ଧା ଉପସ୍ଥିତ, କାରଣ ପିତା ଏହି ପ୍ରକାର ଉପାସକ ଚାହାନ୍ତି। ଈଶ୍ୱର ଆତ୍ମା, ପୁଣି ଯେଉଁମାନେ ତାହାଙ୍କର ଉପାସନା କରନ୍ତି ଆତ୍ମାରେ ଓ ସତ୍ୟରେ ଉପାସନା କରିବା ସେମାନଙ୍କର ଉଚିତ। ସ୍ତ୍ରୀ ଲୋକଟି ତାହାଙ୍କୁ କହିଲା, ମସିହ, ଯାହାଙ୍କୁ ଖ୍ରୀଷ୍ଟ କହନ୍ତି, ସେ ଆସୁଅଛନ୍ତି ବୋଲି ମୁଁ ଜାଣେ। ଯେତେବେଳେ ସେ ଆସିବେ, ସେ ଆମମାନଙ୍କୁ ସମସ୍ତ ବିଷୟ ଜଣାଇବେ। ଯୀଶୁ ତାଙ୍କୁ କହିଲେ, ତୁମ ସହିତ କଥା କହୁଅଛି ଯେ ମୁଁ ସେହି ଅଟେ। ଏହିପରି ସମୟରେ ତାଙ୍କର ଶିଷ୍ୟମାନେ ଆସି ତାହାଙ୍କୁ ଜଣେ ସ୍ତ୍ରୀ ଲୋକ ସହିତ କଥାବାର୍ତ୍ତା କରୁଥିବା ଦେଖି ଚମତ୍କୃତ ହେଲେ। ତଥାପି ଆପଣ କ'ଣ ଚାହାନ୍ତି କିମ୍ବା କାହିଁକି ତା ସାଙ୍ଗରେ କଥା କହୁଅଛନ୍ତି, ଏହା କେହି ପଚାରିଲେ ନାହିଁ। ସେଥିରେ ସେହି ସ୍ତ୍ରୀ ଆପଣା ଜଳପାତ୍ର ଥୋଇ ଦେଇ ନଗରକୁ ଯାଇ ଲୋକମାନଙ୍କୁ କହିଲା, ଆସ ଜଣକୁ ଦେଖିବ। ମୁଁ ଯାହା ଯାହା କରିଅଛି ସେହିସବୁ ସେ ମୋତେ କହିଲେ, ସେ କିଏ ଜାଣି ଖ୍ରୀଷ୍ଟ ହେବେ ପରା। ଏଥିରେ ଲୋକେ ନଗରରୁ ବାହାରି ତାଙ୍କ ନିକଟକୁ ଯିବାକୁ ଲାଗିଲେ। ଗ୍ରୀକ୍ ଅର୍ଥୋଡକ୍ସ ଚର୍ଚ୍ଚ। ଆପଣମାନେ ବର୍ତ୍ତମାନ ଯେଉଁ ଚର୍ଚ୍ଚ ଦେଖୁଛନ୍ତି, ଇଏ ହେଉଛି ଗ୍ରୀକ୍ ଅର୍ଥୋଡକ୍ସ ଚର୍ଚ୍ଚ। ଆଉ ଏ ଚର୍ଚ୍ଚ ଭିତରେ ରହିଅଛି ଯାକୁବଙ୍କର କୂଅ। କିନ୍ତୁ ଆମ୍ଭେମାନେ ଦେଖିବା, କ'ଣ ସତରେ ଯାକୁବଙ୍କର କୂଅ ଅଛି? ଆଉ ସେ କୂଅରେ କ'ଣ ସତରେ ପାଣି ଅଛି? ଆଉ ସେ କୂଅ ଯଦି ଅଛି, ସେ କୂଅ କେତେ ଗଭୀର? କ'ଣ ଗଭୀର? ଆଉ ସେ କୂଅରେ କ'ଣ ଆଜି ପର୍ଯ୍ୟନ୍ତ ପାଣି ଅଛି? ପାଣି ବାହାରୁଛି ଯାକୁବଙ୍କର କୂଅରୁ? ଆଉ ଯେଉଁ ପାଣି ବାହାରୁଛି, କ'ଣ ତା ପରିଷ୍କାର ଅଟେ କି? ପ୍ରିୟ ବନ୍ଧୁଗଣ, ଚାଲନ୍ତୁ ଆମ୍ଭେମାନେ ସେଇ କୂଅକୁ ଆମ୍ଭେମାନେ ଦେଖିବା। ଆଉ ମୁଁ ଆପଣ ପ୍ରଥମେ ଏ କୂଅକୁ ଦେଖନ୍ତୁ, ତାପରେ ଆମେ କଥାବାର୍ତ୍ତା କରିବା। Like 40 meters deep. Wala pa. Hindi pa naabot. Hindi pa naabot. Okay.
Parang ano na niya, workout. Kaya pa. Okay, drink. Ayun yung baso. I want to drink. Anong lasa? Sana mawala yung Ate Pe. May baso po dyan. Okay na, ate. Bayad daw po. Kunwari na yung ano ko tayo. Kuha ulit tayo. It's natural water, yes? I want to drink. Give me. ତେବେ ପ୍ରିୟ ବନ୍ଧୁଗଣ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ ଆପଣମାନେ ଯାକୁବଙ୍କ କୂଅକୁ ଆପଣ ଦେଖିଲେ ଯେଉଁଟାକି ଏତେ ହଜାର ବର୍ଷ ଅଛି କେବଳ ଯୀଶୁଙ୍କ ସମୟରେ ନୁହେଁ ଯୀଶୁଙ୍କର ପୂର୍ବରୁ ଯାକୁବ କ'ଣ କରିଥିଲେ ଯୋସେଫଙ୍କୁ ଏହି କୂଅଟି ଦାନ କରିଥିଲେ ମାନେ ସେହି ସମୟରୁ ଯୀଶୁଙ୍କ ପର୍ଯ୍ୟନ୍ତ ଏବଂ ଯୀଶୁଙ୍କ ସମୟରୁ ଏ ପର୍ଯ୍ୟନ୍ତ ଏ କୂଅ ଅଛି ମାନେ ଏ କୂଅର ଆୟୁଷ କେତେ ହଜାର ବର୍ଷ ଆପଣ ଟିକେ ଚିନ୍ତା କରନ୍ତୁ ଏତେ ବର୍ଷ ପରେ ମଧ୍ୟ ସେ କୂଅ ଆଜି ପର୍ଯ୍ୟନ୍ତ ଅଛି ସେଥିପାଇଁ ମୁଁ ପରମେଶ୍ୱରଙ୍କୁ ମୁଁ ଧନ୍ୟବାଦ ଦିଏ ସମସ୍ତଙ୍କୁ ନମସ୍କାର ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ ଯଦି ଏହି ଭିଡ଼ିଓ ଆପଣଙ୍କୁ ପସନ୍ଦ ଆସିଥାଏ ଭିଡ଼ିଓକୁ ନିଶ୍ଚିତ ଭାବରେ ସେୟାର କରନ୍ତୁ ଯଦି ଆପଣ ଏଇଭଳି ଆହୁରି ଭିଡ଼ିଓ ଦେଖିବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି ଏ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ ସମସ୍ତଙ୍କୁ ନମସ୍କାର ଆଜି ପାଇଁ ଏତିକି ପୁଣି ଭେଟ ହେବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ ନମସ୍କାର।